ବାଲେଶ୍ୱର ସଦର ଥାନା ରସାଳପୁର ଛକରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ସଶସ୍ତ୍ର ଲୁଟ୍ ହୋଇଛି। ଅପରାହ୍ନରେ 3ଟି ବାଇକ୍ରେ 6 ଜଣ ଲୁଟେରା ଆସିଥିବା ବେଳେ 2 ଜଣ ବାହାରେ ଜଗି ରହିଥିଲେ। 4 ଜଣ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରି ଆତଙ୍କ ଖେଳାଇଥିଲେ। ପ୍ରଥମେ କର୍ମଚାରୀ ଏବଂ ଗ୍ରାହକଙ୍କ ମୋବାଇଲ ଫୋନ ଜବତ କରି ଏକ ସ୍ଥାନରେ ରଖିବାକୁ ଧମକ ଦେଇଥିଲେ ଏବଂ ପ୍ରମାଣ ନଷ୍ଟ ପାଇଁ ସିସିଟିଭି କ୍ୟାମେରା ହାର୍ଡ ଡିସ୍କକୁ ଏକ କଟର ସାହାଯ୍ୟରେ କାଟି ନେଇଯାଇଥିଲେ। ପରେ ଲୁଟେରା ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଷ୍ଟ୍ରଙ୍ଗ ରୁମ୍ ବା କ୍ୟାଶ ରୁମ୍ ଚାବି ମାଗିବା ସହ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ମ୍ୟାନେଜରଙ୍କ ମୁଣ୍ଡରେ ଆଘାତ ଲାଗିଛି, ସେ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ସମୟରେ ବ୍ୟାଙ୍କ କର୍ମଚାରୀ କୌଶଳ କ୍ରମେ ଜରୁରୀକାଳୀନ ସାଇରନ୍ ବଜାଇଥିଲେ। ଲୁଟେରାମାନେ ଭୟଭୀତ ହୋଇଥିଲେ। ଶେଷରେ ଧରାପଡ଼ିବା ପରେ ଲୁଟେରାମାନେ କାଉଣ୍ଟରରେ ଥିବା ଲକ୍ଷାଧିକ ଟଙ୍କା ଧରି ବାହାରକୁ ଆସି ବାଇକ୍ ଯୋଗେ ଚମ୍ପଟ ମାରିଥିଲେ। ଆହତ ବ୍ୟାଙ୍କ ମ୍ୟାନେଜରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସଦର ଥାନା ପୁଲିସ, ବ୍ୟାଙ୍କର ବରିଷ୍ଠ ଅଧିକାରୀ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି। आम निजे आईआईसी आउ एंटायर पुलिस टीम से प्राथमिक भाव में तदंत कर कि कौन एक्चुअली किसी जाई पारे, किंतु बर्तमान पर्यंत किसी सेमती आमर हस्तगत होनी कि कौन सी जिनस गायब से दुईटा मोटरसाइकेल पाखापाखि 5 जन लोक थे। से समय से बैंक भीतर लोक मैंने पाखापाखि 30 लोक लेडीज वगैरह समस्ते थे। आईटा केवल बैंक मैनेजर साहस पदक्षेप आ सठिक समय सचेतनता कि गोटे बड़ धरण अघटन जहाँ आमको लगुच बड़ धरण गोटे अघटन होगा जाऊला से प्रोएक्टिवली साहसिकतार सहित ठीक समय अलार्म को बज करते छत्रभंग दे पलैथे।